ନୂଆ ଲିଷ୍ଟ ଜାରି କଲେ ସରକାର, କାହାକୁ ମିଳିବ ସୁଭଦ୍ରା ଟଙ୍କା? ସାମ୍ନାକୁ ଆସିଲା ରିଜେକ୍ସନ୍ ଲିଷ୍ଟ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ରହିଛି ସେମାନଙ୍କର ଲିଷ୍ଟ ଜାରି କରିଛନ୍ତି ରାଜ୍ୟ ସରକାର। କାହାର କେଉଁ ସମସ୍ୟା ରହିଛି ସେ ନେଇ ଏକ PDF ଜରିଆରେ ସବିଶେଷ ବିବରଣୀ ଦିଆଯାଇଛି। ଯେଉଁମାନେ ସୁଭଦ୍ରା ଟଙ୍କା ନ ଆସିବାକୁ ନେଇ ଚିନ୍ତାରେ ରହିଛନ୍ତି ସେମାନେ ଏହି ତଥ୍ୟ ଜରିଆରେ ତ୍ରୁଟିକୁ ସୁଧାରି ପାରିବେ। ତ କେମିତି ଆପଣମାନେ ସେ ଲିଷ୍ଟକୁ ଚେକ୍ କରିପାରିବେ ଆପଣଙ୍କ ମୋବାଇଲ ଫୋନରେ? ଆସନ୍ତୁ ଦେଖିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏମିତି ନୂଆ ନୂଆ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ। ତ ପ୍ରଥମେ ଆପଣଙ୍କ ଫୋନରେ ଥିବା କ୍ରୋମ୍କୁ ଓପନ୍ କରି subhadra.odisha.gov.in ୱେବସାଇଟ୍କୁ ଆସନ୍ତୁ ଏବଂ ଏହାର ଲିଙ୍କ୍ ମଧ୍ୟ ଆମ ଡେସ୍କ୍ରିପସନ୍ ବକ୍ସରେ ଅଛି। ଆପଣ ସେଠୁ ମଧ୍ୟ ଡାଇରେକ୍ଟ ଏହି ୱେବସାଇଟ୍କୁ ଆସିପାରିବେ। ଏଠାକୁ ଆସିଲା ପରେ ତଳକୁ ଟିକେ ସ୍କ୍ରୋଲ୍ କରନ୍ତୁ ଏବଂ ଏଠାରେ ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡେଟ୍ ଆବଶ୍ୟକ ତାଲିକା ଆପଣ ତାହାରି ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏଠାରେ ଆପଣଙ୍କୁ ଆପଣଙ୍କର ଜିଲ୍ଲା, ବ୍ଲକ, ଜିପି ବା ୱାର୍ଡ଼ ସିଲେକ୍ଟ କରିବା ପାଇଁ ପଡ଼ିବ ଏବଂ ଦେଖନ୍ତୁ ଉପରେ କ୍ଲିକ୍ କରି ଦିଅନ୍ତୁ। ତାପରେ ଆପଣଙ୍କୁ ଏଠାରେ ନିର୍ଦ୍ଦେଶନାବଳୀ ଶୋ କରିବ। ସୁଭଦ୍ରା ସହାୟତା ପାଇଁ NPCI ରିଜେକ୍ଟ ତାଲିକାରେ ଥିବା ହିତାଧିକାରୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରିବାକୁ ଅନୁରୋଧ। ତ ଏହି ଲିଷ୍ଟରେ ଯେଉଁମାନଙ୍କର ବି ନାମ ଥିବ ସେମାନେ ତୁରନ୍ତ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରିବା ପାଇଁ ପଡ଼ିବ କିମ୍ବା DBT ଲିଙ୍କ୍ କରିବେ। ତ ତାପରେ ଏଠାରେ ଗ୍ରାମ ପଞ୍ଚାୟତ ନାଁ ଶୋ କରିବ ଏବଂ NPCI ବିଫଳତା ତାଲିକା ତଳେ ଗୋଟେ PDF ଶୋ କରୁଛି। ତ ତାକୁ ଆପଣ ଡାଉନଲୋଡ଼ କରିକି ଲିଷ୍ଟ ଚେକ୍ କରିପାରିବେ। ତ ଦେଖନ୍ତୁ NPCI ଫେଲ୍ଡ ରିପୋର୍ଟ। ତ ଏଠାରେ ଗାଁ ନାମ, ଆପ୍ଲିକେସନ୍ ID, ନାମ, ଫାଦର କିମ୍ବା ହଜବେଣ୍ଡ ନାମ। ସୋ NPCI ଷ୍ଟାଟସ୍ ଦେଖନ୍ତୁ ଆଧାର ନମ୍ବର ନଟ୍ ଆଭେଲେବୁଲ୍, ଯାହାକି ଆପଣଙ୍କର ସୁଭଦ୍ରା ଟଙ୍କା ନ ପାଇବାର କାରଣ ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ନାହିଁ କିମ୍ବା ଆପଣ DBT ଲିଙ୍କ୍ କରିନାହାନ୍ତି। ତ ପ୍ରଥମେ ଆପଣ ଆପଣଙ୍କର ଆକାଉଣ୍ଟରେ DBT ଲିଙ୍କ୍ ସହ ଆଧାର କାର୍ଡ଼କୁ ବ୍ୟାଙ୍କରେ ଲିଙ୍କ୍ କରନ୍ତୁ ଏବଂ କଲା ପରେ ଆପଣ 24 ତାରିଖରେ ଆସିବାକୁ ଥିବା ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତିରେ ଆପଣ ସୁଭଦ୍ରା ଟଙ୍କା ପାଇପାରିବେ।